नमस्कार बंधुगण, जय सूर्यदेव। मु सस्मिता पढ़ी भागवत महापुराण ओडिया चैनल आपण मानक स्वागत। आज आपण मानक पई प्रस्तुत सूर्य पुराण। एही पुराण पाठ करिबा बा श्रवण करिबा द्वारा मनुष्य जीवन में आरोग्य, तेज, सकारात्मक शक्ति एवं सफलता प्राप्त होता है। एही पवित्र ग्रंथ को श्रवण करिबा द्वारा अनेक प्रकार लाभ मिलता है। नियमित भावे सूर्य पुराण श्रवण कले, सूर्य को उपासना कले कौन से प्रकार चर्म रोग एवं आखि संबंधी रोग होई न थाए। एही पुराण श्रवण कले मानसिक शांति एवं पुण्य प्राप्ति होता है। तेबे आसंतु बंधुगण आरंभ करिबा सूर्य पुराण। चैनल जदि नुआ अछंती चैनल टी को सब्सक्राइब करी कमेंट बॉक्स रे जय सूर्यदेव लिखा जमा भी कुंठाबोध करेनि। तेबे आसंतु सूर्य पुराण आरंभ करने पूर्व सूर्यदेवंकर स्तुति पाठ करिबा। श्री सूर्य स्तुति। जय जय आदिदेव, जय निराकार, जय जय सहस्रांशु, जय दिवाकर, धवलाम्बुज धर कश्यपतनुज, महापाप हर देव तेजराज सूर्य, महारौद्र महाज्ञानी सर्वलोक स्वामी, छाया प्राणधन जय जय अंतर्यामी, कोटि तेज राशि घेनी देश छ सुंदर, तिमिर विध्वंसी प्रतिभा अनंत भास्कर, वनज कुसुम सम श्रीअंग सुषमा, स्वतः प्रदीप्त तनु नाहिता उपमा, कंठे हार कर्णे स्वर्ण कुंडल शोभित, बहु अच्छी कुंडलरु अमृत निरत, जय देव देव जय आदित्य हृदय, जय जय नारायण जय मृत्युंजय, जय मारकंड सर्व रोगनाशकारी, प्रणति जनर हृदय पाप तापहारी, जय दिनेश पद्मेश सुरेश हृदेश, कि वर्णे विरूप राशि अनंत शेष, लोहित स्यंदनाधिये ग्रह कुलपति, विरंचि नारायण हे घेनम विपत्ति, जय कोणार्क बिहारी अर्क रवि भानु, जय दीननाथ जय कश्यपंक सून, रविवार एकादशी रवि नारायण, नामे ख्यात चराचरे पशन्ति शरण, जोग कल्पा छाया माया हृदय ईश्वर, कल्याणकारी तुमे सदा जगतर, श्री कृष्ण नंदन सांब निश्चल भक्ति, करी महाकुष्ठ रघु होइले मुक्ति, उदयाचल विहारी घेनम आरती, दीनबंधु स्थावर हे जंगम विभूति,
ଜୟ ଶରଣ ରକ୍ଷଣ ଅଗତିର ଗତି, ତବ ପାଦ ପଦ୍ମେ ରହୁ ନିଶ୍ଚଳେ ମମତି। ଅପ୍ରେମୟ ବିଶ୍ୱଜ୍ୟୋତି ରବି ନାରାୟଣ, ପାତକୀ ଶେଖର ମୁହିଁ ଘେନ ହେ ଶରଣ। ଜଣାଏ ବିନୟ ଭରେ ପ୍ରଭୁ ମୋ ପ୍ରଣତି, ସଂସାର କଷଣ ମୋତେ ଦିଅ ସଦଗତି। ତୁହି ମାତା ତୁହି ପିତା ତୁହି ସହୋଦର, ଅବୋଧ ତନୁଜ ମୁହିଁ ଘେନ ନମସ୍କାର। ଏବେ ଆସନ୍ତୁ ଆରମ୍ଭ କରିବା ସୂର୍ଯ୍ୟ ପୁରାଣ ଷଷ୍ଠ ଚତ୍ୱାରିଂଶ ଅଧ୍ୟାୟ। ଆଜିର ବିଷୟ ରହିଛି କିରାତ ନନ୍ଦିନୀ ସଙ୍ଗେ ଯବନ ରାଜାର ଘୋର ଯୁଦ୍ଧ ଓ ବୀରସେନ କର୍ତ୍ତୁକ ଯବନ ନୃପତିବଦ୍ଧ। ପାର୍ବତୀ ଉବାଚ, ପାର୍ବତୀ କହନ୍ତି ମୋତେ ଦେବ ତ୍ରିଲୋଚନ, ତବ ମୁଖ ଶୁଣି ମୋ ପାତକ ହେଉଲିନ। ଏହା ପରେ କିସ ହେଲା କୁହ ବିସ୍ତାରିଣ, ତବ ଶ୍ରୀଚରଣ ତଳେ କରେ ନିବେଦନ। ଶଙ୍କର ଉବାଚ, ଈଶ୍ୱର କହନ୍ତି ଶୁଣ ଶୁଣ ଗୋ ପାର୍ବତୀ, ଏଥୁ ଅନ୍ତେ ଯାହା ହେଲା କହେ ସେ ଭାରତୀ। ଅସଂଖ୍ୟ ସୈନ୍ୟଙ୍କୁ ରଣ ଚଣ୍ଡୀ ବିନାଶିଲେ, ଚଣ୍ଡୀଗଣ ଆନନ୍ଦରେ ରୁଧିର ଶୋଷିଲେ। କିରାତ ନନ୍ଦିନୀ ଜାଣେ ବିଚିତ୍ର ସମର, ମାରେ ଯବନ ସୈନ୍ୟଙ୍କୁ ବିନ୍ଧି ତୀକ୍ଷ୍ଣ ଶର। କେତେବେଳେ ଶୂଳ ଗଦା ପ୍ରହାର କରଇ, କେତେବେଳେ ଅଶିବର ବରଗି ଚାଳଇ। କେତେବେଳେ ଶକ୍ତି କୁନ୍ତ ମୁଦ୍ଗର କୁଠାର, ପ୍ରହାରଇ କିରାତ ନନ୍ଦିନୀ ଖରତର। ଇନ୍ଦ୍ର ଅସ୍ତ୍ର ବ୍ରହ୍ମ ଅସ୍ତ୍ର ସହ କେତେ ବାଣ, ପାଶୁପତ ଆଦି ତାହା କେ କରେ ଗଣନ। କ୍ରୋଧ ଭରେ ପ୍ରହାର ଯେ କରଇ ସୁନ୍ଦରୀ, ଅନେକ ଯବନ ସୈନ୍ୟ ଗଣ ପ୍ରାଣହାରି। ପଡ଼ିଲେ ସେ ରଣସ୍ଥଳେ ଛଟପଟ ହୋଇ, ବୀରସେନ ରାଜା ଯୁଝେ ବିମାନ ଆରୋହୀ। ଏହି କାଳେ ଯବନ ନୃପତି କ୍ରୋଧ ବହି, ପଥ ଗାଳିଲା ଆସି କୋପ ଭର ହୋଇ। ଦୁଇ ବୀରଙ୍କର ହେଲା ଭୀଷଣ ସମର, ବିନ୍ଧିଲା ଯବନ ରାଜା ଅଗ୍ନିମୁଖ ସର। ବରୁଣ ଅସ୍ତ୍ରରେ ତାହା କାଟିଲେ ବୀରସେନ, ଦେଖି ମନେ ମନେ ପାଞ୍ଚେ ଯବନ ରାଜନ। ଏ ଯେ ବୀରସେନ ରାଜା ବୀରଙ୍କ ଅଗ୍ରଣୀ, ସମ୍ମୁଖେ ଯୁଝିଲେ ୟାକୁ ନ ପାରିବ ଜିଣି। ଏମନ୍ତ ଭାଳିଣ ସେନା ପତିଙ୍କି ସେ ଡାକେ, ସର୍ବେ ଘେରି ଯାଅ ଏବେ ରଥ ଚାରି ପାଖେ। ଅସ୍ତ୍ର ଶସ୍ତ୍ର ଧରି ଏକା ବେଳେ ମାର ମାର, କପଟେ ବୀରସେନଙ୍କୁ ଜିଣିବା ଏଥର। ଥାଟ ମଧ୍ୟରେ ପଶି ମୁଁ ବିନ୍ଧୁଅଛି ବାଣ, ଏତେ କହି ଚଳିଗଲା ଯେ ଯବନ ରାଣ। ସେନାପତିଙ୍କର ରଥ ଚୌଦିରେ ବେଢ଼ିଲେ, ରୋଷେ ଏକା ବେଳେ ଅସ୍ତ୍ର ମାନ ବରସିଲେ। ଘେର ମଧ୍ୟ ପଡ଼ିଲା ଯେ ବୀରସେନ ରାଜା, ଦକ୍ଷିଣ ପାର୍ଶ୍ୱରେ ଅଛି କିରାତ ତନୁଜା। ଅନ୍ୟାୟ ଯୁଦ୍ଧ ଦେଖିଣ ବୀରସେନ ତହିଁ,
ଇନ୍ଦ୍ରଦତ୍ତ ଅସ୍ତ୍ରକୁ ସେ ପ୍ରହାରିଲେ ନେଇ 500 ସେନାପତି ପଡ଼ିଲେ କରଣେ। ପୁଣି ବ୍ରହ୍ମସର ବୀର ସେନ ମାରେ ଟାଣେ। 10 ଲକ୍ଷ ସେନାପତି ସେହି ସରେ ମଲେ। ଯବନ ନୃପତି ଲୁଚି ରହି ଯୁଦ୍ଧ କଲେ। ବାଛି ବାଛି ସରମାନ କୋପେ ସେ ବିନ୍ଧଇ। କିରାତକୁ ମାରି ତାହା ଦୂରୁ ନିବାରଇ। ଯବନ ମାୟା ନ ଜାଣି ପାରିବୀର ସେନ। ଅନୁକ୍ଷଣ ବାଣ କରୁ ଅଛି ବରଷଣ। ଯବନର ସୈନ୍ୟ ତିଳେ ମାତ୍ର ନ ଘୁଞ୍ଚନ୍ତି। ସୁଚତୁରୀ ସୁଲକ୍ଷଣୀ କିରାତ ଦୁହିତି। ଯବନ ମାୟାକୁ ବୁଝି ପାରି ସେ ସୁନ୍ଦରୀ। ରୋଷେ ବାଣ ମାନ ପ୍ରହାରିଲାଣ୍ଟ କରି। ଜ୍ୱାଳା ବଳି ବାଣ ସେ ଯେ ଖରତରେ ଗଲା। 5 ଗୋଟି ସୈନ୍ୟଙ୍କୁ ଯେ ଯମପୁର ନେଲା। ଯବନର ମାୟା ଯାକ ସବୁ ହେଲା ଚୂର୍ଣ୍ଣ। ତାହା ଦେଖି ଆଚମ୍ବିତେ କହେ ବୀର ସେନ। କାହାର କୁମାରୀ ତୁମ୍ଭେ କେ ତୁମ୍ଭର ପତି। କେ ତୁମ୍ଭ ଜନନୀ କହ କହ ଗୋ ଝଟତି। ଏ ବିପତ୍ତି କାଳେ ମୋତେ ସହାୟ ହୋଇଲ। ଯୁଗ ଯୁଗକୁ ଗୋ ଯଶ କୀର୍ତ୍ତି ରୁହାଇଲ। ଯେଉଁ ଉପକାର ଆଜି କରିଛ ମୋହର। ଶୁଝି ନ ପାରିବି ତାହା ଆଗୁନାରେ ବର। ଏମନ୍ତ କହି ପ୍ରଶଂସୀ ସିନ୍ଧୁ ନରପତି। ସାରଥିକି ଚାହିଁ ଆଜ୍ଞା ଦେଲେ କ ଝଟତି। ରଥ ବାହା ସାରଥିରେ ଅତି ଶୀଘ୍ର କରି। ଦୁଷ୍ଟ ଯବନ କୂଳକୁ ପକାଇବି ମାରି। କାହିଁ ଲୁଚି ଅଛି ପାପୀ ଯବନ ରାଜନ। ଆଜି ପେଶିବି ତାହାକୁ ସମନ ଭୁବନ। ତହୁଁ ସାରଥି ଚଞ୍ଚଳେ ବାହିଲା ଯେ ରଥ। କ୍ରୋଧେ ବାଣ ବିନ୍ଧେ ବୀର ସେନ ନର ନାଥ। କେବେ ଶକ୍ତି କେବେ ଶୂଳ କେବେ ମୁଦଗର। କେବେ ଭୂଷଣ୍ଡି ମୁଷଳ ପରଶୁ କୋଠାର। କେବେ ଅସି ପତ୍ର କେବେ ତୁମର ପ୍ରହାରେ। ଲକ୍ଷ ଲକ୍ଷ ସୈନ୍ୟଗଣ ଗଲେ ଯମପୁରେ। ମହାଭୟ ଭାରାଂ ଦେଲେ ଯବନ ସୈନୀ। ରଥ ଆରୋହୀଣ ସେ ଯବନ ନୃପମଣି। ହସ୍ତେ ଧନୁଶର ଧରି ଓଗାଳିଲେ ପଥ। ବୋଇଲେ ଶୁଣରେ ବୀର ସେନ ନୃପନାଥ। ଆଜି ମୋ ଆଗକୁ କେଣେ ପଳାଇବୁ ତୁହି। ବିଚାରୁ କେ ହେବୁ ସିନ୍ଧୁ ଦେଶ ନର ସାଇଁ। ଏ ସମୟ ସାରଥି ଯେ ରଥ ଯୋଗାଇଲା। ଯବନ ନୃପତି ସେହି ରଥରେ ବସିଲା। ସରଜାଳେ ଗଗନକୁ ଆଚ୍ଛାଦିଲା ବୀର। ତହୁଁ ଇନ୍ଦ୍ର ଅସ୍ତ୍ରେ ବୀର ସେନ ନୃପ ବର। ନିବାରିଲେ ତା ସରକୁ ନ କରି ବିଳମ୍ବ। ମହାଘୋର ଯୁଦ୍ଧ ହେଲା କେ ବର୍ଣ୍ଣି ପାରିବ। ପରସ୍ପର ବେନିବିରେ କରୁଛନ୍ତି ରଣ। କେହି ନ ଘୁଞ୍ଚନ୍ତି କୋପେ ବିନ୍ଧୁଛନ୍ତି ବାଣ। କିରାତ ରାଜନନ୍ଦିନୀ ଧରି ଧନୁଶର। ଅସଂଖ୍ୟ ସୈନ୍ୟକୁ ପେଶି ଲାଣେ ଯମପୁର। ପଞ୍ଚାଳ ନୃପତି ସର ବିନ୍ଧେ ଅତି ଖରେ। ହଳାର ହଜାର ସୈନ୍ୟ ଯାନ୍ତି ଯମପୁରେ। କିରାତ ନୃପତି ବିନ୍ଧେ
ଅକଳିତ ସର। ଶେଷରେ ଧରାରେ ପଡ଼େ ସେନାଙ୍କର ଶିର। ମତ କରିବର ଯେହ୍ନେ ଦଳେ ପଦ୍ମବନ, ତେହ୍ନେ ଯବନ ସଙ୍ଗରେ ରାଜା ବୀର ସେନ। ଯବନ ସାରଥି ବେବେ ବାହୁ ଅଛି ରଥ, ଅସୁମାର ଚାଲୁଛନ୍ତି ପବନର ମତ। ତେତେବେଳେ ଯବନ ଯେ ଗଗନରେ ରହି, ତୀକ୍ଷ୍ଣ ସ୍ୱର ମାନ ବାଛି ବିନ୍ଧନ୍ତି ତୁହାଇ। ତେତେବେଳେ ରଥେ ରହି କରଇ ସମର, ତେତେବେଳେ ତଳେ ରହି ଯୁଝେ ସେ ପାମର। ତା ମାୟା ଯୁଦ୍ଧକୁ ଦେଖି କରିବୀର ସେନ, ତୁଣିରୁ ବ୍ରହ୍ମାସ୍ତ୍ରକୁ ଓଟାରି ବହନ। ମନ୍ତ୍ରୀଣ ଛାଡ଼ି ଦିଅନ୍ତେ ଶେଷର ଚଳିଲା, ଦକ୍ଷିଣ ଯବନ ରାଜା ରୁଦ୍ରାସ୍ତ୍ର ପେଶିଲା। ବେନିଶର ଆକାଶରେ ଘୋର ଯୁଦ୍ଧ କଲେ, ଏ ସମୟ କିରାତନ ଦିନି କ୍ରୋଧ ଭରେ। ଭୃଗପତି ଦତ୍ତ ବ୍ରହ୍ମ ଶିରା ଅସ୍ତ୍ର ମାରେ, ପ୍ରଳୟ ଅଗ୍ନି ପ୍ରାୟ ସେ ଉଠିଲା ସେଠାରେ। ସେ ତେଜ ସୂର୍ଯ୍ୟଙ୍କ ତେଜ ମଳିନ ଦିଶିଲା, ବସୁଧା ସହିତେ ବନ ପର୍ବତ କମ୍ପିଲା। ଯବନର ଥରେ ବାଣ ଯାଇ ପଡ଼ନ୍ତେଣ, ରଥ ସହ ଯବନକୁ କରିଲା ଦହନ। ସବୁ ସର ନିଜ ନିଜ ସ୍ଥାନେ ଚଳିଗଲେ, ଦେବଗଣ ଜୟ ଜୟ ଧ୍ୱନି ଉଠାଇଲେ। ଯବନର ଯେତେ ଥିଲେ ବଳକା ସୈନ୍ୟ, ଭଏ ପଳାଇଲେ ଛାଡ଼ି କରି ଯୁଦ୍ଧ ସ୍ଥାନ। ଇତି ଶ୍ରୀ ସୂର୍ଯ୍ୟପୁରାଣେ ଶିବ ଉମା ସମ୍ବାଦେ ଯବନ ରାଜା ମରଣେ ନାମ ଷଷ୍ଠଚତ୍ୱାରିଂଶ ଅଧ୍ୟାୟ। ସପ୍ତଚତ୍ୱାରିଂଶ ଅଧ୍ୟାୟ। ଯବନ ଭ୍ରାତା ମହାମର୍ଦର ଯୁଦ୍ଧ ଓ ମୃତ୍ୟୁ। ପାର୍ବତୀ ଉବାଚ ଏଥୁ ଅନ୍ତେ ପାର୍ବତୀ କହନ୍ତି ଯୋଡ଼ି କର, आहे प्रभु देव देव पंचानन हर। कहवा हे उएणिकी किस हेला पुणी, पवित्र होइबि नाथ तब मुख शुणी। शंकर वाच शोण शोण आग देवी चित्तमती देई, महामर्द नामे न से जवनर भाई। अति क्रोधे भाईर मरण शुणी करी, धाई आसिला बहन बहु सैन्य धरी। भीषण गदाए वीर करिछि धारण, पाद भरे पृथ्वी हेउछि कंपमान। वीरसेन राजा आगे प्रवेश होइला, रे रे कार कही घोर गरजन कला। ताहा देखि वीरसेन धरि धनुषर, सारथी की बोइले आणरे रहुबर। आज्ञा प्रमाण सारथी रथ उभा कला, रथे बसी वीरसेन युद्धे बाहारिला। महामर्द उपरकू दृष्टि कला बाण, देखिन धाइले सेना सेनापति गण। पुणे बेनी कूल मिशी घोर युद्ध कले, पूर्ण हेला रणस्थल अस्त्र शस्त्र जाळे। केहू मारई मुदगर के मारे सकती, केहू चलाए कुठार के चालई काती। केहू गदा प्रहार के मारई तमर, केही प्राणी बिंदु अछि
ଧରି ଧନୁଷର କେହି ଛେଲକେ ଧରିଛି, କେହୁ ଭିନ୍ଦି ପାଳ ମାରୁଅଛନ୍ତି ଚଞ୍ଚଳେ ହୋଇ କୋପାନଳ। ଅସଂଖ୍ୟ ଯବନ ସୈନ୍ୟ ପଡ଼ିଗଲେ ରଣେ, ବହିଗଲା ରକ୍ତ ନଦୀ ସୁଅର ପ୍ରମାଣେ। ଗଦା ଧରି ଘୋର ଯୁଦ୍ଧ କରେ ମହାମର୍ଦ, ମରଣକୁ ତିଳେ ଭୀତି ନକରି ନିର୍ବୋଧ। ବୀରସେନ ବାଣ ମାନଙ୍କୁ ସେ ନିବାରଇ, ଏହି କାଳେ କିରାତନୃପତି ଯେମା ଦେଇ। ବୀରସେନ ଆରେ ରଥ ରଥ ରଖି କରି, ଧାଇଁଲା ପବନ ବେଗେ ହସ୍ତେ ଶୂଳ ଧରି। ମହାମର୍ଦର ଉପରେ ପ୍ରହାରିଲା ନେଇ, ସମର ପ୍ରାଙ୍ଗଣେ ବୀର ପଡ଼ିଲା ଘୁମାଇ। କିଛି କ୍ଷଣ ଅନ୍ତେ ପୁଣି ଚେତନା ପାଇଣ, ଦେଖିଲା ରଥରେ ଅଛି ଯୁବତୀ ରତନ। ରୂପକୁ ଅନାଇ କାମ ସରେ ହେଲା ଘାରି, ବିନୟ ଭାବେ କହି କର ଯୋଡ଼ି କରି। ଆଗ ବାଳି ଆସ ଆସ ମୋ ସଙ୍ଗରେ ରହି, ସୁଖେ ଦିନ ନିଶି ନେବୁ ରତିର ସେ ତୁହି। ମୋତେ ତ ଅଧୀନ କରି ରଖରେ ଚତୁରୀ, ଆଜିଠାରୁ ହେଲି ତୋର ପାଦ ସେବାକାରୀ। ନୀତି ତୋର ପାଦେ ଖଞ୍ଜା ହେଉଥିବି ଲକ୍ଷୀ, କୃପା ନେତ୍ରେ ଚାହାଁବାରେ ଆରେ କୋଟିଳା ଆଖି। ଏ ମନ୍ତ୍ର ଶୁଣି କ୍ରୋଧରେ ନୃପ ବୀରସେନ, ହୋଇଲେ ସେ ପ୍ରଳୟର ଅନଳ ସମାନ। ମହାମର୍ଦ ଉପରକୁ ମାଇଲେ ସାୟକ, ଶେଷର ଚଳିଲା ମେଘ ଗର୍ଜନ ପ୍ରାୟକ। ମହାଭୟ ବସୁମତୀ ହେଲା ଥରହର, ଯବନ ସୈନ୍ୟତା ଦେଖି କଲେ ହାହାକାର। ମନେ କଲେ ନିଶ୍ଚୟ ଯବନ କୁଳ ଧ୍ୱଂସ, ହୋଇବେ ରହିବେ ନାହିଁ କିଛି ଅବଶେଷ। ଶକତି କି ବିଲୋକି ଯେ ଯବନର ଭାଇ, ପ୍ରବଳ ବେଗରେ ଗଦା ହସ୍ତରେ ବୁଲାଇ। ବୀରସେନର ସରକୁ ନିବାରିବା ବେଳେ, ଆହେ କ୍ଷତ୍ରିୟ ପାମର ବୋଲି କ୍ରୋଧ ଭରେ। କହି ବୀର ଶକତିକି ବେଗେ ନିବାରିଲା, ସକ୍ରୋଧେ ପୁଣି ମନ୍ତ ବଚନ ଭାସିଲା। ନ ଜାଣୁ କି ମହାମର୍ଦ ବୀର ଅଟେ ମୁହିଁ, ଯବନ ନୃପତିର ମୁଁ ଅଟେ ସାନ ଭାଇ। ଏହି କ୍ଷଣି ପଠାଇବି ସାମନପୁରକୁ, ଏତେ କହି ବୁଲାଇଲା ସେ ଗଦାବରକୁ। କିରାତ କୁମାରୀ ଅଟେ ଅତି ବୁଦ୍ଧିମତୀ, ବଜ୍ରକାତି ମାରି ଗଦା କାଟିଲା ଝଟତି। ଏହି କାଳେ ବୀରସେନ ରାଜା ବୀରବର, ଗୁଣରେ ଯୋଖିଲେ ବେଗେ ପାଶୁପତ ସର। ମନ୍ତ୍ରୀ ନ ଛାଡ଼ି ଦିଅନ୍ତେ ସେହି ସର ଗଲା, ଦୁଷ୍ଟ ଯବନ ଶିରକୁ କାଟି ପକାଇଲା। ମତ ହସ୍ତି ପରି ମହା ଗରଜନ କରି, ଭୂମିର ପଡ଼ିଲା ଦେହ ମେରୁଗିରି ପରି। ଯବନ ସୈନ ମହା ଭୟ ପଳାଇଲେ, ଦେଶ ବିଦେଶରେ ରହି ପ୍ରାଣ ରକ୍ଷା କଲେ। ଯୁଦ୍ଧେ ଜିଣି କରି ସିନ୍ଧୁ ଦେଶ ନରନାଥ,
ପଞ୍ଚାଳ ରାଜାକୁ ସ୍ନେହେ କଲା କଳାଗ୍ରତ ବୋଇଲେ ମିତ୍ର ହେମଲା ଜଗନ ଈଶ୍ୱର ତୁମ୍ଭର ପ୍ରସାଦ ମୁଁ ପାଇଲି ରାଜ୍ୟଭାର କିରାତ ନୃପତି ଶୁଣି ସହାୟ ହୋଇଲେ ତୁମ୍ଭ ଋଣ ମୁହିଁ ସୁଝି ନ ପାରିବି ଭଲେ ଆଜି ଚାଲ କିରାତର ଭୁବନେ ରହିବା କାଲି ପ୍ରାତ ଉଠି ସିନ୍ଧୁ ଦେଶ ଚଳିଯିବା ଏମନ୍ତ ଶୁଣି ନୃପତି ସନ୍ତୋଷ ହୋଇଲେ ଆନନ୍ଦରେ ବୀର ବାଦ୍ୟ ନାଦ କରାଇଲେ ଜୟଧ୍ୱନି କରି ସର୍ବେ ବହୁ ଗଲେ ଚଳି କିରାତ ନଗରେ ପ୍ରବେଶିଲେ ସର୍ବେ ମିଳି ଇତି ଶ୍ରୀ ସୂର୍ଯ୍ୟପୁରାଣେ ଶିବ ଉମା ସମ୍ବାଦେ ମହାମର୍ଦ ଯୁଦ୍ଧ ଓ ମୃତ୍ୟୁ କଥନମ୍ ନାମ ସପ୍ତଚତ୍ୱାରିଂଶ ଅଧ୍ୟାୟ। ଅଷ୍ଟଚତ୍ୱାରିଂଶ ଅଧ୍ୟାୟ କିରାତ କନ୍ୟା ସଙ୍ଗେ ବୀରସେନ ରାଜାର ବିବାହ ଓ ରାଜ୍ୟ ଲାଭ। ପାର୍ବତୀ ଉବାଚ ପାର୍ବତୀ ବୋଲନ୍ତି ସଦା ଶିବଙ୍କୁ ଅନାଇ ନିସ୍ତରିଲି ଆହେ ପ୍ରାଣ ସାଇ କହିଲ ଯବନ ବଧ କଥା ମୋର ଆଗେ ମାତ୍ରକ ମୋହର ମନେ ସଂଶୟ ଲାଗେ କିପରି ସେ ବୀରସେନ ସ୍ୱରାଜ୍ୟ ପାଇଲେ ତାହା ବିସ୍ତାର କହିବା ହେଉ ମୋତେ ଭଲେ ଶଙ୍କର ଉବାଚ ପାର୍ବତୀ ମୁଖ ଚାହିଁ ଯେ କହିଲେ ଶଙ୍କର ଧନ୍ୟ ଧନ୍ୟ ଚଣ୍ଡିକେ ଗୋ ପୂର୍ବ ପୁଣ୍ୟ ତୋର ନୀତି ତତେ ଧର୍ମ କଥା କହୁଅଛି ମୁହିଁ ପୁଣି ପୁଣି ଶୁଣିବାକୁ ଇଚ୍ଛା କଲୁ ତୁହି ବୁଝାଇ କହୁଛି ସଖୀ ମନ ଦେଇ ଶୁଣ ବୀରସେନ ସ୍ୱରାଜ୍ୟ ପାଇଲେ ଯେ ମନ୍ତେଣ ଆବର କିରାତ କନ୍ୟା ସଙ୍ଗରେ ବିବାହ ହୋଇଲେ ଯେପରି ବୀରସେନ ନରରାୟ ପଦ ପଦ କରି କହୁଅଛି ତୋ ଆଗରେ ସେହି ବୀରସେନ ରାଜା ଏଥୁ ଅନନ୍ତରେ ପଞ୍ଚାଳ ଶଙ୍ଖ ବୋଇଲେ ଆହେ ମିତ୍ର ବର ବିଶ୍ୱାସ କହୁଛି ଶୁଣ ବଚନ ମୋହର ଏକ ନାରୀ ହୋଇ କଲା ବିଚିତ୍ର ସଂଗ୍ରାମ କାହାର ନନ୍ଦିନୀ ସେ ଟଇକିଶ ନାମ ତାର ଯୋଗୁଁ ଯବନକୁ କିଣିଲଇ ମୁହିଁ ଏପରି ସମର ମୋର ନେତ୍ରେ ଦେଖି ନାହିଁ କିଏ ବା ଅଟଇ ସେହି ମହିଷା ମର୍ଦିନୀ କିଏ ବା ଜଗତ ମାତ ଦୁଃଖ ବିନାଶିନୀ କିଏ ବା ବନ ଦେବତା ଅଟଇ ଯେ ସେହି ଭଲ କରି ତାହାକୁ ମୁଁ ଚିହ୍ନି ପାରି ନାହିଁ ବିପଦା ନଳେ ସେ ମୋତେ ସାହା ହୋଇଅଛି କିଏ ସେ ଅଟଇ ମୋତେ ସଂଶୟ ଲାଗୁଛି ଜାଣିଥିଲେ କହିଦିଅ ଆହେ ପ୍ରାଣ ମିତ ତାକୁ ଆଉ କେବେ ଦେଖିଥିଲା ପରି ମୁଁ ତ ପ୍ରତ୍ୟେ ହେଉଅଛି ମନେ ଆହେ ପ୍ରିୟ ସଖା ଦେଖାଇ ଦିଅନ୍ତି ତାକୁ ହନ୍ତା ଯେବେ ଦେଖା ବୀରସେନ ମୁଖରୁ ଏ ବଚନ ଶୁଣି ତତକ୍ଷଣେ କହିଲେ ପଞ୍ଚାଳ ନୃପମଣି आहे मित्र से नारी की न जानी मुहि अति अद्भुत समर करिअछि सेहि ताकु जे गढ़िछि से बिंधाणी एक धन्य पवित्र होइछि आज आंभर नयन
ଏହି ପ୍ରାୟ ପରସ୍ପରେ ଦୁଇ ମିତ୍ର ତହିଁ ସଂଶୟ ମନରେ ପଥେ କୁହା କହି ହୋଇ କିରାତ ଭୁବନେ ଯାଇ ପ୍ରବେଶ ହୋଇଲେ ଦେଖି କିରାତ ଈଶ୍ୱର ଅତି ଆନନ୍ଦରେ ସମାଦର କରି ଦିବ୍ୟ ଆସନ ଯେ ଦେଲା ଉତ୍ତମ ପ୍ରକାରେ ଯେମଣ ହିଁ କରାଇଲା କୋମଳ ସେ ଯେ ଶୋଇଲେ ତହିଁ ଦୁଇ ମିତ୍ର ସେ ନାରୀ କଥା ପକାନ୍ତି ହୋଇ ହରଷିତ ପୂର୍ବ ଦିଗ ଦିଶିଲା ସିନ୍ଦୁର ବୋଳା ପରି ଶଙ୍ଖ ଘଣ୍ଟ ନାଦେ ଦେବାଳୟ ଗଲା ପୁରୀ ରବି ଉଦୟ ହେଲେ ଦିଗ ଦିଶିଲା ନିର୍ମଳ ଏହି କାଳେ ସେ ଧାର୍ମିକ କିରାତ ଭୋପାଳ ଦୁହିତାକୁ ଡାକି ବୋଲେ ଆଲସ ଲକ୍ଷଣୀ ତୁହି ଅଟୁ ମୋର କୂଳ ଉଜ୍ଜଳ ଚନ୍ଦ୍ରମା ଯେଉଁ ଅପୂର୍ବ ସମର କଲୁ ତୁହି ଯାଇ ଏପରି ସଂଗ୍ରାମ ମୋ ନୟନ ଦେଖି ନାହିଁ ମନେ ବିଚାରିଛି ମୁହିଁ ଆଲୋ ଧନମାଳି ବୀରସେନକୁ ମୁଁ ତୋତେ ସମର୍ପିବି ବୋଲି ସିନ୍ଧୁ ଦେଶ ରାଜା ସେହି ମହାଧନୁର୍ଦ୍ଧର ତାଙ୍କ ପତ୍ନୀ ହେବୁ ତୁହି ସେ ହେବ ତୋ ବର ପିତା ବାଣୀ ଶୁଣି ଧୀରେ କହେ ସୁକୁମାରୀ आहे तात तुम्भे जेणु अछजात करी तुम्भ वचन की मुहि करि पारे आन पितावाणी कन्यार तटे अलंघन मोते पचारिले किस हेब आहे तात माता को पचारि कार्य कर इच्छा मत कन्यावाणी शुणी कहे से किराते सर आलो झियो पचारिछि माता को तोहर एथिरे तोर सम्मति होइछि प्रमाण एते कहि से ठारु किरात नर राण वीरसेन राजांकर निकटे मिलिले पंचाल नृपति वीर सेन पासे थिले सेमंत नृपति माने मध्य थिले तही आवर पात्र मंत्री थिले रुंड होई जे जहा आसने बसी छंती आनंद रे किराते स पहुँचिले ही समय रे बोईले मधुर स्वरे से सभा को चाही आहे नरपति माने शुण मन देई ए वीरसेन अटंती क्षत्रिय प्रधान वीर शिरोमणि जे उच्च वंशे जन्म विचित्र चित्र चिराल उड़े धाड़ी धाड़ी बाजिला शंख नागरा बाला जोड़ी जोड़ी द्वारे द्वारे पूर्ण कुंभ पुरे चुत डाल नारिकेल नव वस्त्र थोइले सकल फुटिला नानादी बाण कंपिला से पुरी बाजिला शंख मर्दल मंगल महुरी पात्र मंत्री अमनात्य गणकुरायण आज्ञा देले हरसरे किरात राजन बेगे नगर को कर उत्तम मंडणी सजाओ पाट हाथी विचित्र साजेणी असमानंकु मंडणी कर जतन रे सजाओ हाट बजार उत्तम प्रजारे पुणी आज्ञा देले कुल पुरोधा को चाहे विवाह सामग्री मान आण बेग होई
କିରାତେଶ ଆଜ୍ଞା ଘେନି ସର୍ବେ ଚଳିଗଲେ। ଯେ ଯାହାର କାର୍ଯ୍ୟମାନ ତୁରିତେ ସେ କଲେ। ବିଭାବେଦୀ ମଣ୍ଡାଇଲେ ଯତନ କରିଣ। ଅଧିବାସ ବିଧି ଦ୍ରବ୍ୟ କଲେ ଆୟୋଜନ। ବର କନ୍ୟା ଦୁହିଁଙ୍କର ଅଧିବାସ ବିଧି ସର୍ବଶୁଭରେ ଆରମ୍ଭ କଲେ ବିଭା ବିଧି। ଜ୍ୟୋତିଷମାନେ ପଢ଼ିଲେ ମଙ୍ଗଳ ଅଷ୍ଟକ। କନ୍ୟାକୁ କୋଳେ ଘେନିଣ କିରାତ ନାୟକ। ବେଦ ବିଧିରେ ବିବାହ କାର୍ଯ୍ୟ ଶେଷ କଲେ। ବ୍ରାହ୍ମଣ ମାନେ ମିଳିଣ ହୋମାଦି ସାରିଲେ। କନ୍ୟାର ବାମ ହାତକୁ ଧରି କିରାତେଣ କହି ମଧୁର ବାଣୀ ହେ ସିନ୍ଧୁ ନରେଶ। ଏହି କନ୍ୟାଟିର ନାମ ଦେଉଛି ମହିରା। ସକଳ ଗୁଣେ ନିପୁଣା ଅତି ସୁଚତୁରା। ତୁମ୍ଭ କରି ସମର୍ପିଲି ଆଜଠାରୁ ମୁହିଁ। ଗ୍ରହଣ କରନ୍ତୁ ଆହେ ସିନ୍ଧୁ ନର ସାଇଁ। ଦୋଷା ଦୋଷ ନ ଘେନିବି ମାଗୁଛି ମୁଁ ଏତେ। ସହିବ ଏହାର ବି ଗୁଣ ଥିବ ଯେତେ। ଏହା କହି କନ୍ୟାଙ୍କୁ ସେ ବୀରସେନ କରେ। ସମର୍ପଣ କରିଦେଲେ ପ୍ରମୋଦ ଚିତ୍ତରେ। ପୁରବାସୀ ଗଣ ହୁଳ ହୁଳି ପକାଇଲେ। ଦେଖଣା ହାରିଏ ଜୟ ଜୟ ଧ୍ୱନି କଲେ। ଶେଷ ହେଲା ବିବାହ ବିଧାନ ସର୍ବଶୁଭେ। ଆନନ୍ଦ ହୋଇଲେ ରାଜା ପାତ୍ର ମନ୍ତ୍ରୀ ସର୍ବେ। ବ୍ରାହ୍ମଣ ମାନେ ଭୋଜନ ଦକ୍ଷିଣା ପାଇଣ। ସନ୍ତୋଷେ ବର କନ୍ୟାକୁ ବାଞ୍ଛିଲେ କଲ୍ୟାଣ। ବନ୍ଧୁବାନ୍ଧବ ସେ ଯେଉଁ ଠାରୁ ଆସିଥିଲେ। ସୁମର୍ଯ୍ୟାଦା ପାଇ ସର୍ବେ ଆନନ୍ଦିତ ହେଲେ। ଉତ୍ତମ ପ୍ରକାରେ କଲେ ସକଳେ ଭୋଜନ। ଆନନ୍ଦ ଉତ୍ସବେ ନିଶି ହେଲା ଅବସାନ। ପ୍ରଭାତୁ ସିନ୍ଧୁ ନୃପତି ବୀର ବୀର ସେନ। ନିତ୍ୟକୃତ୍ୟ ବିଧିମାନ ସାରିଣ ବହନ। କିରାତ ନୃପତି କି କହିଲେ ବିନୟରେ। ଆଜ୍ଞା ଦିଅନ୍ତୁ ମୁଁ ଯିବି ସ୍ୱରାଜେ ସତରେ। ତହୁଁ କିରାତ ଈଶ୍ୱର ଅନ୍ତପୁରେ ଗଲେ। ବୀରସେନ ରାଣୀଙ୍କର ପାଶରେ ମିଳିଲେ। ବୋଇଲେ ଶୁଣ ଗୋ କହେ ଶୁଣ ମୋର ବାଣୀ। ଧର୍ମ ପ୍ରମାଣେ ଅଟୁ ତୁ ମୋ ଜ୍ୟେଷ୍ଠ ନନ୍ଦିନୀ। ଏ ବୀରା ଅଟଇ ତୋର କନିଷ୍ଠ ଭଗିନୀ। ଦାସୀମାନେ ତୋ ପାଦରେ ଦିବସ ରଜନୀ। ଖଟୁଥିବ ଝିଅଲୋ ତୋହର ମନ ଜାଣି। ତୁ କିସ ନ ଜାଣୁ ତୋତେ ବୁଝାଇବି ପୁଣି। ଏମନ୍ତ କହିଣ ବୀରା ହସ୍ତକୁ ଧଇଲେ। ବୀରସେନ ରାଣୀ କରେ ସମର୍ପଣ ଦେଲେ। କିରାତ ରାଣୀ ବହୁତ ବୁଝାଇ କହିଲେ। ଶୁଣି ବୀରସେନ ରାଣୀ ଆନନ୍ଦିତ ହେଲେ। ବୋଇଲେ ମୋହର ତୁମ୍ଭେ ଅଟ ଧର୍ମ ପିତା। ବିପତ୍ତି କାଳରେ ତୁମ୍ଭେ ଅଟ ସହାୟତା। ଏହି ବୀରା ଲାଗି ରାଜ୍ୟ ହୋଇଲା ପ୍ରାପତ। ମୋର ସାନ ଭଉଣୀ ତୁମ୍ଭଙ୍କୁ ଲାଗିଲା ତ। ଏବେ ଶୁଭେ ମେଲାଣି ଦିଅନ୍ତୁ ହେ ବହନ। ରାଜକୁ ଯିବୁ ଆମ୍ଭେ ତ କରନ୍ତୁ ଭାବନ। ବୀରସେନ ରାଣୀ ମୁଖୁ ଏ ବଚନ ଶୁଣି ଅତି ଆନନ୍ଦିତା ହେଲେ
ସେ କି ରାତ ରାଣୀ। ଦୁଇ କନ୍ୟାକୁ ସେ କ୍ଷଣି କୋଳରେ ଧଇଲେ, ନାନା ଅଳଙ୍କାର ତାଙ୍କ ଅଙ୍ଗେ ମଣ୍ଡାଇଲେ। ବହୁ ଦାସ ଦାସୀ ସଙ୍ଗେ ଧନ ରତ୍ନମାନ, ହରସ ମନରେ ତାଙ୍କୁ କଲେଣ ପ୍ରଦାନ। ପୁର ସ୍ତ୍ରୀ ମାନେ ଶୁଭେ ହୁଳହୁଳି ଦେଲେ, ଅନ୍ତପୁର ମହାଦେଇ କନ୍ୟା ବିଦା କଲେ। ଅନେକ ଯୌତୁକ ଦେଲେ ଆନନ୍ଦିତ ମନେ, ହାତୀ ଘୋଡ଼ା ବିମାନ ଯେତେକ କେବା ଗଣେ। ଦୁଇ ରାଜକନ୍ୟା ଦୁଇ ହାନ୍ଦୋଳା ଭିତରେ, ବସିଲେ ଆନନ୍ଦ ମନେ ଯଥା ସମୟରେ। ଦୁଇ ପତ୍ନୀ କି ପାଏଣ ରାଜା ବୀରସେନ, ଆନନ୍ଦ ସିନ୍ଧୁରେ ମଗ୍ନ ହେଲା ତାଙ୍କ ମନ। ରାଜା ବାମ ଡାହାଣରେ ଦୁଇ ଜଣ ରାଣୀ, ବସିବାରୁ ବଡ଼ ଶୋଭା ଦିଶିଲା ସେ କ୍ଷଣି। ସତେ କି ବିଷ୍ଣୁଙ୍କ କୋଳେ ଲକ୍ଷ୍ମୀ ସରସ୍ୱତୀ, ଦ୍ୱାଦଶ ଦିନେ ମିଳିଲେ ନିଜ ଦେଶ କତି। ନଗରେ ପ୍ରବେଶ ହେଲେ ମହାସମାରୋହେ, ରାଜନଗରକୁ ଗଲେ ସେ ଅତ୍ୟନ୍ତ ସ୍ନେହେ। ରାଜସିଂହାସନେ ବସି ବୀର ବୀରସେନ, ପ୍ରଜାମାନଙ୍କୁ ପାଳିଲେ ପୁତ୍ରର ସମାନ। କିଛି ଦିନେ 45 ମେଲାଣି ମାଗିଣ, ନିଜ ଦେଶକୁ ଚଳିଲେ ହୋଇ ତ ସମନ। ଶନିଙ୍କର ପୂଜା କଲେ ରାଜା ବୀରସେନ, ନାନାବିଧ ଉପହାର କରିଣ ବନ୍ଦନ। ସନ୍ତୋଷ ହୋଇଣ ଶନି ଦେଲେ ତାଙ୍କୁ ବର, ଧନବନ୍ତ ହୁଅ ରାଜା ପୂର୍ବ ପରକାର। ସସାଗରା ପୃଥ୍ୱୀରେ ତୁ ହୁଅ ନରପତି, ବର ପାଇ ବୀରସେନ ଆନନ୍ଦିତ ଅତି। ଦିଗ ବିଜୟରେ ସବୁ ରାଜାଙ୍କୁ କିଣିଲେ, ସମଗ୍ର ଦେଶକୁ ସେ ଅଧିକାର ଯେ କଲେ। ଇଳାବୃତେ ଯେବେ ଆରଣ୍ୟକ ରାଜା ଥିଲେ, ଧନରତ୍ନ ଦାନେ ତାଙ୍କ ଚରଣ ପୂଜିଲେ। ପାର୍ବତୀୟ ରାଜା ମାନେ ବହୁ ରତ୍ନ ଦେଇ, ଶରଣ ପଶିଲେ ବୀରସେନ ପାଶେ ଯାଇ। ଯେତେକ ଯବନ ରାଜା ଥିଲେ ସେ ସକଳେ, ଶରଣ ପଶିଲେ ବୀରସେନ ପାଦ ତଳେ। ବର୍ବର ନୃପତି ସମର୍ପିଲେ ଅଶ୍ୱରାଜ, ଚିହ୍ନହୁନ ଆଦି କରି ଯେତେ ନର ରାଜ। କର ଦେଇ ତାଙ୍କ ପାଦେ ପଶିଲେ ଶରଣ, ଦିଗ ବିଜୟ ସାରି ବାହୁଡ଼ିଲେ ବୀରସେନ। ମନ୍ତ୍ରୀ ହାତେ ରାଜ କାର୍ଯ୍ୟ ଦେଇ ନରପତି, ରାଣୀ ହଂସପୁରେ ବିଜେ କରିଲେ ଝଟତି। ନବୀନା ରାଣୀ ରାତେ ସ୍ୱର କନ୍ୟା ତୁଲେ, ପରମ ଆନନ୍ଦେ ନୃପ ବର ବିଳସିଲେ। କିଛି ଦିନ ପରେ ରାଣୀ ଗର୍ଭବତୀ ହେଲେ, 10 ମାସ ଅନ୍ତେ କୁମାରେକ ପ୍ରସବିଲେ। ପୁତ୍ରକୁ ଦେଖି ନୃପତି ହୋଇଲେ ହରସ, ଦୁଃଖୀ ରଙ୍କି ମାନେ ଧନ ପାଇଲେ ଅଶେଷ। ଆନନ୍ଦ ଉତ୍ସବେ ରାଜ ଭଣ୍ଡାର ଜୁରିଲେ, ବ୍ରାହ୍ମଣ ମାନେ ବହୁତ ଧନରତ୍ନ ନେଲେ। ରାଣୀ ମାନେ ସେ ଶିଶୁକୁ ପାଳିଲେ ଯତନେ, ବଢ଼ିଲା କୁମର ଶୁକ୍ଳ ପକ୍ଷ ଚନ୍ଦ୍ର ଯେନେ।
ନାମକରଣ ସହିତେ ଯେ ବିଧି ବିଧାନ କରାଇଲେ ଆନନ୍ଦରେ ସେ ସିନ୍ଧୁ ରାଜନ। ଧନୁର୍ବେଦ ଆଦି ସବୁ ଶାସ୍ତ୍ର ପଢ଼ାଇଲେ ଅତ୍ୟନ୍ତ ଗେହ୍ଲା କରିଣ ପୁରେ ବଢ଼ାଇଲେ। ଅଶ୍ୱମେଧ ଆଦି ବହୁ ବିଧ ଯଜ୍ଞ କରି ପୁତ୍ରର ହସ୍ତରେ ରାଜ ଦେଲେ ଦଣ୍ଡଧାରୀ। ରାଣୀ ସହବାନ ପ୍ରସ୍ଥ ଆଶ୍ରମୀ ହୋଇଲେ ଶନିଙ୍କ ଶୁଭ ଦୃଷ୍ଟିରୁ ସୁଯଶ ଲଭିଲେ। ଶୁଣିଲ ତ ପ୍ରିୟତମା ଏହି ଆଖ୍ୟାନକୁ ଏବେ ତୋଷ କର ସଖୀ ଆପଣା ମନକୁ। ଇତି ଶ୍ରୀ ସୂର୍ଯ୍ୟପୁରାଣେ ଶିବ ଉମା ସମ୍ବାଦେ ବୀରସେନ ରାଜା ସୁରାଜ୍ୟ ଲାଭ କଥନମ ନାମ ଅଷ୍ଟଚତ୍ୱାରିଂଶ ଅଧ୍ୟାୟ। 49 ଅଧ୍ୟାୟ ସୂର୍ଯ୍ୟପୁରାଣ ଶ୍ରବଣର ଫଳ। ପାର୍ବତୀ ଉବାଚ ପାର୍ବତୀ କହନ୍ତି ଶୁଣ ଆହେ ପ୍ରାଣନାଥ। ଆବର କହନ୍ତୁ ସୂର୍ଯ୍ୟ ଦେବଙ୍କ ବୃତ୍ତାନ୍ତ। ତବ ବିନୁ ଏ ଦାସୀର ନାହିଁ ଅନ୍ୟ ଗତି। ଧର୍ମ କଥା କହି ତୋଷ କରନ୍ତୁ ମମତି। ଶଙ୍କର ଉବାଚ ଶୁଣ ଏବେ ସୂର୍ଯ୍ୟଙ୍କର ପୁରାଣ କାହାଣୀ। ଯାହା ଶ୍ରବଣେ ସଂସାରୁ ନିସ୍ତରନ୍ତି ପ୍ରାଣୀ। ଆଦିତ୍ୟ ଦେବଙ୍କୁ ଯେହୁ ମନେ ସୁମରଇ ତା ହୃଦୟରେ ଜ୍ଞାନ ବୃକ୍ଷ ଅଙ୍କୁର ହୁଅଇ। ସୁବୁଦ୍ଧି ସୁଜ୍ଞାନୀ ସେ ଲଭଇ ତତ୍କ୍ଷଣେ ଧର୍ମ ନାମକୁ ନିତ୍ୟ ଯେ ହୃଦ ମଧ୍ୟ ଗୁଣେ। ଆଦିତ୍ୟ ନାମକୁ ନିତ୍ୟ ଯେ ଜନ ଜପନ୍ତି ଅଗ୍ନି ସମ ତେଜବନ୍ତ ଜାଣ ସେ ହୁଅନ୍ତି। ଆଦିତ୍ୟ ଦେବତା ଜ୍ୟୋତିର୍ମୟ ଭଗବାନ ତେଜ ବଳେ ଅଗ୍ନି ଠାରୁ ଅଧିକଟି ଘେନ। ଅନନ୍ତ ଅଚ୍ୟୁତ ସେ ଅବ୍ୟକ୍ତ ଦେବ ହରି ଜ୍ୟୋତି ରୂପେ ହୋଇଛନ୍ତି ଗଗନ ବିହାରୀ। ପ୍ରକାଶ ଅଛନ୍ତି ସେହି ଅସୀମ ମହିମା ସ୍ୱୟଂ ଧର୍ମ ପୁରୁଷ ସେ ତ୍ରିଦେବୀ ଉପମା। ପ୍ରଣବ ସ୍ୱରୂପୀ ସୂର୍ଯ୍ୟ ଥାନ୍ତି ତା ମଧ୍ୟରେ ଧବଳ ବର୍ଣ୍ଣ ଛବିଟି ମାନସ କୁହରେ। ଏକ ଚକ୍ର ରଥ ଯୋଗୁଁ ସପ୍ତ ଶତହିଁ ଅରୁଣ ସାରଥି ରୂପେ ରହିଛନ୍ତି ଯହିଁ। ଧନ୍ୟ ନିରଞ୍ଜନ ରଥ ମଧ୍ୟ ବିରାଜନ୍ତି ଜ୍ୟୋତି ମହିମା କହିନୁ ହେ ଆଗୋଜେ ସତୀ। ଯେଉଁ ଜ୍ୟୋତି ତେଜ ତିନି ପୁରେ ପ୍ରକାଶଇ ପରମ ପୁରୁଷ ଶେଷ ପୁରୀ ହୃଦେ ଥାଇ। ନିରଞ୍ଜନ ସେ ପରମ ପୁରୁଷ ଉତ୍ତମ ବହୁ ପୁଣ୍ୟ ଲୋଭେ ଯେହୁ ଗାଏ ତାଙ୍କ ଗୁଣ। ଅନାଦି ଅନନ୍ତ ସେ ଯେ ସବୁ ଘଟେ ଅଛି ପୁଣ୍ୟମୟ ଧର୍ମ ପୁରେ ନିଶ୍ଚିନ୍ତେ ବସିଛି। ପବିତ୍ର ଧର୍ମ ପଥେ ସେ ଗମନ କରଇ ଧର୍ମ କଥା ବିନୁ ଆନ କିଛି ନ ଜାଣଇ। ଦୟାର ସାଗର ସେହି ସୂର୍ଯ୍ୟ ନାରାୟଣ ଭକ୍ତ ସନ୍ତୋଷ ହୁଅନ୍ତି ଶୁଣି ଅନୁକ୍ଷଣ। ସର୍ବଦା ତାହାଙ୍କୁ ଭଜନ୍ତି ଯେ ଦେବଗଣ କେବନି ପାରିବ ମୁଖେ ତାଙ୍କ ଯଶ ଗୁଣ। ଏ ସୂର୍ଯ୍ୟ ପୁରାଣ ଯେହୁ ଉଚ୍ଚାରନ୍ତି ନୀତି ଶୁଦ୍ଧ ମନେ ଯେଉଁ ଜନ ଶୁଣେ ଡେରି ଶ୍ରୁତି। ଯାଉ ଦଏ ତ୍ରିଭୁବନ ଘୋର ତମହରେ ତ୍ରିଭୁବନ ତେଜମୟ ଦିଶେ ଯା ଜ୍ୟୋତିରେ।
ତାହାଙ୍କୁ ସୁମରେଲେ ଗୋ ସର୍ବ ପାପ ରାଶି ଭସ୍ମ ହୋଇଯାଏ ଜାଣି ଥାଅ ଶଶୀ ହାସି। ମହାପୁଣ୍ୟମୟ ଏହି ସୂର୍ଯ୍ୟଙ୍କ ପୁରାଣ ବୈକୁଣ୍ଠେ ବସିରେ ଭୂଷଣ୍ଡ ସୁମରିଣ। ସକଳ ଘଟରେ ନିତ୍ୟ ନିରଞ୍ଜନ ଶୋଭା ତିନି ଭୁବନେ ବିଖ୍ୟାତ ହୋଇଯା ଶୋଭା। ଯେହୁ ନିତ୍ୟ ଆଦିତ୍ୟଙ୍କୁ ହୃଦୟ ସୁମରିବ ସକଳ ବଳେ ତାହାକୁ ସକଳ ପ୍ରାପ୍ତ ହେବ। ଯା ମୁଖରେ ଆଦିତ୍ୟଙ୍କ ନାମ ଅଛି ରହି ମୁଁ ତାହାର ଅତି ପ୍ରିୟ ସେ ମୋତେ ଲୋଭଇ। ନିଜେ କହୁଛନ୍ତି ସେହି ସୂର୍ଯ୍ୟ ନାରାୟଣ ନିରନ୍ତର ମୋତେ ଆଶ୍ରା କରେ ଯେଉଁ ଜନ। ତାକୁ ମୁଁ ସାହା ଭରସା ହୋଇଥାଏ ନୀତି ଘୁଞ୍ଚି ଯାଏ ତାକୁ ଯେତେ ପଡ଼ଇ ବିପତ୍ତି। ଏ ଧର୍ମବାଣୀ କି ସତ୍ୟ ବୋଲିଥାଅ ମଣି ବିଷ୍ଣୁ ଭକ୍ତ ପଥରେ ତୁ ହୋଇବୁ ଅଗ୍ରଣୀ। ଏକ ମନ ଏକ ଧ୍ୟାନେ ଏହାକୁ ଯେ ଶୁଣେ କିୟ ବା ଦଣ୍ଡ ନିମିଷେ ବଦନରେ ଗୁଣେ। ଦଶ ଅଶ୍ୱମେଧ ଫଳ ଲୋଭଇ ସେ ପ୍ରାଣୀ ଧନ ଧାନ୍ୟ ସମ୍ପଦ ବିଶେଷ ପାଏ ପୁଣି। ସୁପୁତ୍ର ତାହାକୁ ପ୍ରାପ୍ତ ହୁଏ ଗୋ ସଖୀ ସଦାନନ୍ଦ ଚିତ୍ତେ ସେ ହୋଇଥାଏ ସୁଖୀ। ରୋଗ ପାପ ଶୋକ ତାହାକୁ ଗନ ଲାଗଇ ଉତ୍ତମ ବୁଦ୍ଧି ନିରତେ ତାକୁ ଦିଶୁଥାଇ। ବନ୍ଧ୍ୟା ନାରୀ ଶୁଣେ ଯଦି ଏ ସୂର୍ଯ୍ୟ ପୁରାଣ ଏକ ମାସ ନିୟମେ ହବିଷ୍ୟ କରି ଜାଣ ତାର ସୁପୁତ୍ର ଜନମ ହୋଇ ଗୋ ସହି। ଏଥିର ସଂଶୟ ନବିଚାର ଚାନ୍ଦମୁହିଁ ରବିବାରେ ଶୁଦ୍ଧ ମନେ ନିୟମ ଆଚରି ଅଲବଣେ ଆଦିତ୍ୟଙ୍କୁ ଅନ୍ନ ଦେଇ କରି। ଏହି ସୂର୍ଯ୍ୟ ପୁରାଣକୁ ଯେ ବସି ଶୁଣଇ ଏକ ବର୍ଷ ପର୍ଯ୍ୟନ୍ତେ ବ୍ରତ ଆଚରଇ ତାହାକୁ ପ୍ରାପ୍ତ ହୁଏ ଅଚଳ ବିଭୂତି। ତିଳେ ମାତ୍ର ପାର୍ବତୀ ଗୋ ମିଥ୍ୟା ନାହିଁ ଏଥି ଜୀବ ଥିବା ଯାଏ ହି ବ୍ରତ ଆଚରିଲେ ତାହାର ପୁଣ୍ୟ କେୟବା କହିପାରେ ଭଲେ। ବହୁ ସନ୍ତୋଷ ହୁଅନ୍ତି ତାରେ ନିରଞ୍ଜନ ସକଳ ମନୋକାମନା ହୁଏ ତା ପୂରଣ। ଦ୍ୱାଦଶ ବ୍ରତ ଏ ଅଟେ ଦ୍ୱାଦଶ ମାସରେ ଯେଉଁ ଜନ ବ୍ରତ ପାଳେ ପ୍ରତି ରବିବାରେ। କର୍ଣ୍ଣର ସମସୁପୁତ୍ର ପାଇବଟି ସେହି ସ୍ୱୟଂ ସୂର୍ଯ୍ୟ ନାରାୟଣ ଏହାଛନ୍ତି କହି। ପରମ ଗୁପ୍ତ କଥା ଏ ସୂର୍ଯ୍ୟ ପୁରାଣ ପଚାରିବାରୁ କହିଲି ସଂଶୟ ଫେଡ଼ିଣ। ଏମନ୍ତ କହନ୍ତେ ଦେବ ଦେବ ଷୋଳ ପାଣି ସନ୍ତୋଷ ହୋଇଲେ ଭଗବତୀ କର୍ଣ୍ଣେ ଶୁଣି। ଇତି ଶ୍ରୀ ସୂର୍ଯ୍ୟପୁରାଣେ ହର ପାର୍ବତୀ ସମ୍ବାଦେ ସୂର୍ଯ୍ୟପୁରାଣ ଶ୍ରବଣ ଫଳ କଥନମ ନାମ 49 ଅଧ୍ୟାୟ। 50 ଅଧ୍ୟାୟ ସୂର୍ଯ୍ୟଙ୍କ ମହାତ୍ମ୍ୟ ବର୍ଣ୍ଣନମ୍। ପାର୍ବତୀ ଉବାଚ ଏଥୁ ଅନ୍ତେ ପାର୍ବତୀ ଅତ୍ୟନ୍ତ ବିନୟରେ କହନ୍ତି ଶିବଙ୍କ ପାଦ ଧରିଣ ଭକ୍ତିରେ। ସୂର୍ଯ୍ୟଙ୍କ ମହାତ୍ମ୍ୟ ଦେବ ମୋତେ ଦିଅ କହି ଶୁଣେ କୃତାର୍ଥ ଲଭିବି ଆହେ ପ୍ରାଣ ସାଇ। ଶଙ୍କର ଉବାଚ
କହନ୍ତି ଯେ ପଶୁପତି ଶୁଣ ଗୋ ପାର୍ବତୀ, ଆଦିଙ୍କର ମହାତ୍ମ୍ୟରେ ଯେ ଅସୀମ ଶକ୍ତି। ଅଷ୍ଟକୁଷ୍ଟ ବ୍ୟାଧି ଯାଅ ଘରେ ହୋଇଥିବ, ସେ ଯେବେ ଶ୍ରଦ୍ଧାରେ ସୂର୍ଯ୍ୟ ମହାତ୍ମ୍ୟ ଶୁଣିବ, ତାର ସେହି ମହାବ୍ୟାଧି ଯିବ ଭଲ ହୋଇ। ଏଥିରେ କିଞ୍ଚିତ ମିଥ୍ୟା ନାହିଁ ପ୍ରିୟ ସହି, ଏ ପୁରାଣକୁ ଯେ ଜନ କରଇ ପ୍ରଚାର, ସକଳ ପାପରୁ ସେହି ପାଏଟି ନିସ୍ତାର। ରବିବାରେ ବ୍ରତ ଆଚରିବ ବିଧି ମତେ, ବ୍ରାହ୍ମଣ ଡକାଇ ହୋମ କରିବ ପୁରତେ। ସେ ହୋମ ଭସ୍ମକୁ ନେଇ କୁଷ୍ଠରେ ଲେପିବ, ନିଶ୍ଚୟ ତାହାର ବ୍ୟାଧି ଭଲ ହୋଇଯିବ। ସେ ବ୍ୟାଧିର ମହୋଷଧି ଅଟଇଟି ଏହି, ପରମ ଗୁପ୍ତ କଥା କହିଲି ବୁଝାଇ। ଏହିପରି ଅଷ୍ଟକୋଢ଼ ବ୍ୟାଧିମନ୍ତ ମାନେ, ଆଦିତ୍ୟ ଦେବଙ୍କୁ ଯେବେ ସୁମରିବେ ମନେ, ସେହି ସୂର୍ଯ୍ୟଙ୍କ କୃପାରୁ ବ୍ୟାଧି ହେବ ନାଶ। ଏଥିପାଇଁ ମୂଳ ସିନା ଅଟଇ ବିଶ୍ୱାସ, ଆବର ଶୁଣ ଗୋ ମା ଶ୍ରବଣକୁ ନେଇ, ଯାହାର ସର୍ବାଙ୍ଗେ ବିବର୍ଣ୍ଣତା ଦିଶୁଥାଇ। ପ୍ରତିଦିନ ଏ ପୁରାଣ ସେ ଯେବେ ଶୁଣଇ, ରବିବାର ଉପବାସ ବ୍ରତକୁ ପାଳଇ, ତାଙ୍କର ବିବର୍ଣ୍ଣ ଦୋଷ ଯାଏ ଦୂର ହୋଇ। ସୁନ୍ଦର ଶରୀର ସେ ତ ଧାରଣ କରଇ, ରବିଙ୍କର ବ୍ରତକୁ ପାଳିବ ଯେଉଁ ନର, ତାଙ୍କୁ ସ୍ମରି ସର୍ବାଙ୍ଗରେ ଲେପଇ ଅଙ୍ଗାର। ପ୍ରସାଦ ଚନ୍ଦନ ପୁଣି ଅଙ୍ଗରେ ଲେପିବ, ଆଦିତ୍ୟ ପ୍ରତାପେ ବ୍ୟାଧି ଦୂର ହୋଇଯିବ। ଯେ ନାରୀ ପୁତ୍ର ଦୁହିତା ଗୋଟି ଜନ୍ମ କରି, ସେ ଉତ୍ତାରୁ ଗର୍ଭବତୀ ନୁହେଁ ଯେବେ ନାରୀ, ତାହାକୁ କାକ ବନ୍ଧ୍ୟା ବୋଲିଥାଉ ଜାଣି। ଯେ ବଣ ନାରୀର ଗର୍ଭ ନଷ୍ଟ ହୁଏ ପୁଣି, ପୁଅ ଝିଅ ଗୋଟିଏ ହେଲେ ତା ନ ବଞ୍ଚନ୍ତି, ମୃତ ବଚ୍ଛା ନାରୀ ତାକୁ ସଂସାରେ କହନ୍ତି। ସୂର୍ଯ୍ୟ ମହାତ୍ମ୍ୟ ଶ୍ରବଣେ ସର୍ବଦୋଷ ଯାଏ, ପୁତ୍ର କନ୍ୟା ଜାତ କରି ସେହି ସୁଖୀ ହୁଏ। ଏ ଉତ୍ତାରୁ ଶୁଣ ପ୍ରିୟେ ଆବର କଥାଏ, ପୁରାଣେ ଆଦିତ୍ୟ କହିଛନ୍ତି ଯେଉଁ ପ୍ରାୟେ। ଦୁଇ ଚକ୍ଷୁକୁ ଯାହାର ଦୃଶ୍ୟ ନ ହୁଥିବ, ସେହି ନର ଯଦି ଏହି ପୁରାଣ ଶୁଣିବ, ମନ ମଧ୍ୟ ଆଦିତ୍ୟ ଦେବକୁ ସୁମରିବ। ଭକ୍ତି ଚିତ୍ତେ ଆଦିତ୍ୟଙ୍କ ନାମକୁ ଗାଇବ, ରବିବାରେ କୁସୁମ ଚନ୍ଦନ ଦେଇ କରି, ସୂର୍ଯ୍ୟମଣ୍ଡଳ ପୂଜିବ ହୃଦୟରେ ସୁମରି। ରକତ ଚନ୍ଦନ ଜଳ ତଣ୍ଡୁଳ ମିଶ୍ରିତ କରି, ସବିତାକୁ ପୂଜା କରିବ ଘୋଷେତ। ଉପବାସ କରିବଟି ରବିବାର ଦିନ, ଅର୍ଘ୍ୟ ଦେବ ସବିତାଙ୍କୁ ସ୍ୱଚ୍ଛ କରି ମନ। ଶିରେ କର ଯୋଡ଼ି ବହୁ ବିନୟ କହିବ, ତାଙ୍କ ନାମ ବଳିବାର ବାର ଉଚ୍ଚାରିବ। ଦେଇଥିବା ଅର୍ଘ୍ୟ ଜଳ ଚକ୍ଷୁରେ ମାରିବ, ଏ ବିଧିରେ ରବି ସେବା ଯେ ଜନ କରିବ। ଏମନ୍ତ ପ୍ରକାରେ ପୂଜା କଲେ ଅନ୍ଧଜନ,
ଦିବ୍ୟ ଚକ୍ଷୁ ଲଭିବ ସଂଶୟ ନାହିଁ ଜାଣ। ରବି ପୂଜା କରି ରାତ୍ରେ କୁଶାସନ ପାଡ଼ି। ଶୟନ କରିବ କାହା ଶଯ୍ୟାକୁ ନ ମାଡ଼ି। ଶୋଇଲା କାଳେ ଆଦିତ୍ୟ ଦ୍ୱାଦଶ ନାମକୁ। ସ୍ମରଣ କରିବ ନ ଭୁଲିଏ ବଚନକୁ। ତେବେ ଲୋଚନ ପାଇବ ସେହୁ ଅନ୍ଧଜନ। ସତ୍ୟ 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 ଏହି ଧର୍ମଙ୍କ ବଚନ। ଜାଗୃହରେ ପୁରାଣ ହୁଏ ଅଧ୍ୟୟନ। ତାର ସବୁ ଅମଙ୍ଗଳ ନାଶନ୍ତି ତପନ। ପ୍ରତିଦିନ ଏ ପୁରାଣ ଯେ ଜନ ପଢ଼ଇ। ଅନ୍ୟ ଲୋକମାନଙ୍କୁ ଯେତେ ଶୁଣାଉଥାଇ। ମହାପୁଣ୍ୟବନ୍ତ ସେହି ଅଟେ ଜଗତରେ। ଜୀବ ଥିବା ଯାଏ ମହା ସୁଖ ଭୋଗ କରେ। ଅନ୍ତିମେ ବୈକୁଣ୍ଠପୁରେ ହୁଏ ତାର ବାସ। ସମସ୍ତ ପାତକ ରାଶି ହୁଇଟି ନାଶ। ଆଦିତ୍ୟଙ୍କୁ ସେବିଲେ ଗୋ ଏତେ ଫଳ ପାଇ। ଶୁଣିନ ତ ସହିଲେ ଗିରୀନ୍ଦ୍ର ତନଇ। ଇତି ଶ୍ରୀ ସୂର୍ଯ୍ୟପୁରାଣେ ଶିବ ଉମା ସମ୍ବାଦେ ସୂର୍ଯ୍ୟ ମହାତ୍ମ୍ୟ କଥନମ୍ ନାମ 50 ଅଧ୍ୟାୟ।